ଚଳିତ ବର୍ଷର ବ୍ରାହ୍ମଣୀ ନଦୀର ଦ୍ୱିତୀୟ ବନ୍ୟା ଆଜି ଆସିଛି। ପ୍ରଥମ ବନ୍ୟା ସମ୍ପୂର୍ଣ୍ଣ ନଛାଡ଼ୁଣୁ ଦ୍ୱିତୀୟ ବନ୍ୟା ଆସିଛି। ତେଣୁକରି ଆପଣମାନେ ଦେଖୁଛନ୍ତି ସେହି ଦ୍ୱିତୀୟ ବନ୍ୟା ଆମ ଗାଁ ନରେନ୍ଦ୍ରପୁରରେ ପ୍ରବେଶ କରିଛି। ଗତ ବନ୍ୟା ଅପେକ୍ଷା ଏ ବର୍ଷ ଏ ବନ୍ୟା ପ୍ରାୟ ଫୁଟେ ଅଧିକା ହେବାର ଦେଖାଯାଉଛି। ଆପଣମାନେ ଦେଖୁଛନ୍ତି ଆମ ଗାଁର କିଛି ବନ୍ୟା ପ୍ଲାବିତ ଅଞ୍ଚଳର ଦୃଶ୍ୟ ଏବଂ ଗାଁର ବିଭିନ୍ନ ସମସ୍ୟା ଉପରେ, ବନ୍ୟାଜନିତ ସମସ୍ୟା ଉପରେ କିଛି ଲୋକଙ୍କ ଠାରୁ କିଛି ଖବର ଆମେ ସଂଗ୍ରହ କରୁଛୁ। ଆପଣମାନେ ଦେଖୁଛନ୍ତି ଦ୍ୱିତୀୟ ବନ୍ୟାର ଦୃଶ୍ୟ। ଗାଁଟି ସମ୍ପୂର୍ଣ୍ଣ ବନ୍ୟା ପାଣିରେ ବୁଡ଼ି ରହିଛି। ଆମ ଗାଁ ନରେନ୍ଦ୍ରପୁରର ତିନି ପଟରେ ବ୍ରାହ୍ମଣୀ ନଦୀ ଘେରି ରହିଛି। ତେଣୁକରି ବନ୍ୟା ଜଳ ସଙ୍ଗେ ସଙ୍ଗେ ଗାଁ ଭିତରେ ପ୍ରବେଶ କରୁଛି। କେବଳ ଗୋଟିଏ ପଟ ରାସ୍ତା ଆମର ପତ୍ରପୁର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି। ଆପଣମାନେ ଦେଖୁଥିଲେ ଗୋଟେ ଟ୍ୟୁବୱେଲ୍। ଗାଁରେ ଯେତୋଟି ଟ୍ୟୁବୱେଲ୍ ଅଛି ପ୍ରାୟ ଟ୍ୟୁବୱେଲ୍ ଖରାପ ଅବସ୍ଥାରେ ଅଛି। ଏଇ ଟ୍ୟୁବୱେଲ୍ଟି ମଧ୍ୟ ଖରାପ ଅବସ୍ଥାରେ ଅଛି। ଅଳ୍ପ ଅଳ୍ପ ପାଣି ବାହାରୁଛି କିନ୍ତୁ ଭଲ ପାଣି। ତେଣୁକରି ଗାଁର ବିଭିନ୍ନ ଲୋକମାନେ ଆସି ଏଇ ଟ୍ୟୁବୱେଲ୍ରୁ ହିଁ ପାଣି ନେଉଛନ୍ତି। ପିଇବା ପାଇଁ ପାଣି ଏଇ ଟ୍ୟୁବୱେଲ୍ରୁ ହିଁ ନେଉଛନ୍ତି। ଆପଣମାନେ ଦେଖୁଛନ୍ତି ନଦୀର ଦୃଶ୍ୟ, ଭରା ନଦୀ ବନ୍ୟା ଜଳରେ। କିଛି ଲୋକ ନଦୀ କୂଳରେ ଥିବା କିଛି ଲୋକଙ୍କ ଘର କାନ୍ଥକୁ ମଧ୍ୟ ପାଣି ଲାଗିବାର ଦୃଶ୍ୟ ଆପଣମାନେ ଦେଖୁଛନ୍ତି। ଗାଁ ଭିତରେ ବୁଲି ବୁଲି ଗାଁ ଭିତର କିଛି ଭିଡ଼ିଓ ଚିତ୍ର ଉତ୍ତୋଳନ ଆମେ କରିଥିଲୁ। ଆପଣମାନେ ଦେଖୁଛନ୍ତି ପାଣିର ସ୍ରୋତ, କେତେ ପ୍ରଖର ସ୍ରୋତ ଏଇଠାରେ ଆପଣ ଦେଖୁଛନ୍ତି। ଚାଲିକି ଯିବା ମଧ୍ୟ ଏଠାରେ ସମ୍ଭବ ନୁହେଁ। ଇଏ ହେଉଛି ଗାଁର ମୁଖ୍ୟ ରାସ୍ତା। ଏହି ମୁଖ୍ୟ ରାସ୍ତା ଦେଇ ସ୍କୁଲ, ଲାଇବ୍ରେରୀ, ଖେଳ ପଡ଼ିଆ, ମନ୍ଦିର ନିକଟକୁ ଯିବାକୁ ହୁଏ। ତେଣୁକରି ଆପଣ ଦେଖୁଛନ୍ତି ମୁଖ୍ୟ ରାସ୍ତାରେ ପାଣି ଏବଂ ପାଣିର ସ୍ରୋତ। କେତେ ପ୍ରଖର ସ୍ରୋତ ଆପଣମାନେ ଦେଖୁଛନ୍ତି। ଆପଣ ଦେଖୁଛନ୍ତି ପ୍ରାୟ ପେଟେ ପାଣିରେ ସ୍କୁଲ ପାଖରେ କିଛି ପିଲା ଯାଉଛନ୍ତି ଦୋକାନକୁ କିଛି ଆବଶ୍ୟକ ସଉଦା ପାଇଁ। ଗାଁରେ ଥିବା ଦୋକାନରେ ମଧ୍ୟ ସଉଦାପତ୍ର ଏବେ ଆଉ ମିଳୁନାହିଁ, ପ୍ରାୟ ସରି ସରି ଆସିଲାଣି। କାରଣ ବନ୍ୟା ପାଣି ଦୀର୍ଘ 3 ଦିନ ହେଲା ଗାଁକୁ ବୁଡ଼େଇ ରଖିଛି। ବର୍ତ୍ତମାନ ଆମେ ଗାଁର ସ୍କୁଲ ନିକଟରେ ପହଞ୍ଚିଛୁ। ଆପଣମାନେ ଦେଖୁଛନ୍ତି ସ୍କୁଲ ଭିତରକୁ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି।
ଏ ହେଉଛି ଆମ ପନ୍ଦରଶିଳା ହାଇସ୍କୁଲ ଆମ ଗାଁର। ତମେ ତ ସ୍କୁଲ ପିଅନ ଅଛ ତ? ଆଚ୍ଛା, କ'ଣ ଅସୁବିଧା ଅଛି? ସ୍କୁଲ ବନ୍ଦ ଅଛି ଏବେ? ସ୍କୁଲ ବନ୍ଦ, ସ୍କୁଲ ଗେଟ୍ ଭିତରେ ପାଣି। ଆଚ୍ଛା ଆଚ୍ଛା, କେତେ ସ୍କୁଲ ଭିତରେ କ'ଣ ପାଣି ପଶିଛି? ହଁ, ଆଚ୍ଛା, ଏଇ ଦେଖୁନା। ହଁ ମୁଁ ଦେଖୁଥିଲି ଯାଇକି ଏବେ, ନା ମୁଁ ଦେଖୁଥିଲି। ଷଣ୍ଢ ମହାରାଜ ଆଉ କେଉଁଠାରେ ଆଶ୍ରୟ ନ ପାଇ ଏଇଠାରେ କିଛି ଶୁଖିଲା ସ୍ଥାନ ଦେଖି ଶୋଇଯାଇଛନ୍ତି। ଇଏ ହେଉଛି ଆମ ଗାଁର କ୍ଲବ ଘର। ଏଇଠାରେ ବର୍ଷ ତମାମ ବିଭିନ୍ନ ପ୍ରକାର ସାଂସ୍କୃତିକ ଅନୁଷ୍ଠାନ ମାନ ଅନୁଷ୍ଠିତ ହୋଇଥାଏ। ତେଣୁକରି ଦେଖୁଛନ୍ତି ସେ ସ୍ଥାନଟି ପଡ଼ିଆଟି ମଧ୍ୟ ବନ୍ୟା ଜଳରେ ପୁରା ବୁଡ଼ିକି ରହିଛି। ହଁ ଦେଖୁଛନ୍ତି, ଯେଉଁଠି ବର୍ଷ ତମାମ କିଛି କାର୍ଯ୍ୟକ୍ରମ ଚାଲିଥାଏ ଆଜି ସେଠି ଡିଙ୍ଗି ଚାଲୁଛି, ବନ୍ୟା ପାଣିରେ ଡିଙ୍ଗି ଚାଲୁଛି। କିଛି ଲୋକ ଆବଶ୍ୟକ ଜିନିଷ ପାଇଁ ଦୋକାନକୁ ଯାଉଛନ୍ତି ସଉଦାପତ୍ର ପାଇଁ। କ୍ଲବ ଘରେ କିଛି ଲୋକ ଆଶ୍ରୟ ନେଇଛନ୍ତି। ଆପଣମାନେ ଦେଖୁଛନ୍ତି ଇଏ ହେଉଛି ଗୋଟେ ଦୋକାନ। ଦୋକାନଟି ଭିତରକୁ ପାଣି ପଶିବାକୁ ଆଉ ଅଳ୍ପ ଅଛି। ଆଜି ବ୍ରାହ୍ମଣୀ ନଦୀର ଦ୍ୱିତୀୟ ବନ୍ୟା ଆସିଛି। ପୂର୍ବ ବନ୍ୟା ଅପେକ୍ଷା ଚଳିତ ବର୍ଷର ବନ୍ୟା ଏ ଦ୍ୱିତୀୟ ବନ୍ୟା ଏବଂ ପୂର୍ବ ବନ୍ୟା ଅପେକ୍ଷା ଅଧିକା ଆସିଛି। ଆପଣ ଏ ଯେଉଁ ଗାଁର ବିଭିନ୍ନ ସମସ୍ୟା ବିଷୟରେ ଟିକେ କୁହନ୍ତୁ। ଆମର ଏଠି ତ ମୁଖ୍ୟ ସମସ୍ୟା ହେଉଛି ସ୍କୁଲ ପାଖରୁ କ୍ଲବ ପର୍ଯ୍ୟନ୍ତ ସେଗୁଡ଼ା ମାନେ ଉଚ୍ଚା କମ ରାସ୍ତା। ତାପରେ ସେଟା ନିହାତି ହେବା ଦରକାର। ତାପରେ ସ୍କୁଲ ଆଡ଼ି ବନ୍ଧ ଯେଉଁଟା ଅଛି ତାର ରକ୍ଷଣା ଟିକେ ଭଲ ଭାବରେ ହେବା ଦରକାର। କାରଣ ସ୍କୁଲ ପାଖରେ ଯଦି ଘାଇ ହେଇଯିବ, ଏବେ ବି ଗଡ଼ିବା ହେଇଥିଲା ପାଣି, ସେ ଯଦି ହେଇଥାନ୍ତା ଦଣ୍ଡା କ୍ଲବ ଘର ପର୍ଯ୍ୟନ୍ତ ଆଉ କିଛି ରହିନଥାନ୍ତା, ଗାତ ଖମାରେ ସବୁ ହେଇଯାଇଥାନ୍ତା। ସେ ସ୍କୁଲ ବନ୍ଧ ଆଡ଼ି ବନ୍ଧ ବୋଧେ ବୁଡ଼ି ଯାଇଥାନ୍ତା ବୋଧେ? ହଁ, ଆଉ 6 ଇଞ୍ଚ ହେଇଥିଲେ ବୁଡ଼ି ଯାଇଥାନ୍ତା। ଆଚ୍ଛା ଆଚ୍ଛା, ତାର ରକ୍ଷଣାବେକ୍ଷଣ ପାଇଁ କିଛି ସରକାରଙ୍କ ତରଫରୁ ସାହାଯ୍ୟ ଆସିବ ଆଉ ଭଲ ହେବ। ଆଉ କ'ଣ ସମସ୍ୟା ଅଛି ଗାଁ ବିଷୟରେ? ଗାଁ ବିଷୟରେ ଅଛି, ଆମର ଯେଉଁ ଆର୍ ଡି ରୋଡ଼ ଅଛି 2 ଜାଗା ପାଣି କମୁନାହିଁ। ଭୀମ ସ୍ୱାଇଁଙ୍କ ଘର ପାଖରେ ସେଠି ଏବେ ବେକେ ପାଣି। ଆଚ୍ଛା, ଆମର ସ୍କୁଲ ପାଖରୁ କ୍ଲବ ପର୍ଯ୍ୟନ୍ତ ସିଏ ପାଣି। ଏତିକି ସମାଧାନ ହେଇଗଲେ ଗାଁର ସବୁଆଡ଼କୁ ମାନେ ପାଣି କମ୍ ପରେ ବି ବୁଲି ପାରିବେ ଲୋକ ବି। ଆଚ୍ଛା, ଏବେ ଯେଉଁ ବଢ଼ି ପାଣି ହେଇଛି ସେ ବିଷୟରେ କିଛି ସୁବିଧା ବିଷୟରେ କିଛି କହୁନାହାନ୍ତି। ହଁ, ସୁବିଧା କ'ଣ, ସବୁ ତ ସବୁ ପ୍ରକାର ଅସୁବିଧା। ଲୋକ ପାଣିରେ ପଶିକି ଆସିକି ଦୋକାନ, ମୁଁ ଦୋକାନ କରିଛି, ସଉଦା ପାଇଁ ଆସିବା ପ୍ରାୟ ମୁଁ ପାଇଁ ତ ଦେଖୁଛି ପେଟେ ପାଣିରେ ପଶି ଆସୁଛି। ହଁ କୋଉଠି ବେକେ ଆସୁଛନ୍ତି। ପାଣି ବି ଅଛି? ହଁ, ବେକେ ପେଟେ ମହାଦେବ ପାଖକୁ ଯାଇ ହେଉନି, ପହଁରି ଯିବାକୁ ପଡ଼ୁଛି। ହଉ, ଏ ବିଷୟରେ ମୁଁ ଏ ଭିଡ଼ିଓ ମାଧ୍ୟମରେ ସରକାରଙ୍କର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଉଛି। ଯଦି ସେମାନେ ଏଇ ଭିଡ଼ିଓ ଦେଖୁଥାନ୍ତି ତାହେଲେ କିଛି ପ୍ରତିକାର କରିବାର ବ୍ୟବସ୍ଥା କରିବେ। ଆଉ କ'ଣ ସମସ୍ୟା ଅଛି ଟିକେ କହୁନାହାନ୍ତି। ଆଉ ସମସ୍ୟା କ'ଣ, କରେଣ୍ଟ ତ କାଲିଠୁ ନାହିଁ। ନଡ଼ିଆ ଗଛ ପଡ଼ିକି ତାର ଛିଣ୍ଡିଛି ଠାକୁରାଣୀ ପାଖରେ। ଆଉ ଉମେଶ ମହାନ୍ତିଙ୍କ ଘର ପାଖରେ ଯେଉଁ ବାରିକଦାଣ୍ଡି ପାଖରେ ଯେଉଁ ଟ୍ରାନ୍ସଫର୍ମର ଅଛି ତା କଟାଉଟ ବୁଡ଼ି ଯାଇଛି। ସେଥିପାଇଁ କାଲିଠୁ ପୁରା ଅନ୍ଧାର। ହଉ, ଆପଣ ଦେଖୁଥିଲେ ଜଣେ ବନ୍ୟା ପ୍ରପୀଡ଼ିତ ଗୋଟେ ଛୋଟ ଦୋକାନୀଙ୍କ ଠାରୁ ଗାଁର ବିଭିନ୍ନ ସମସ୍ୟା ବିଷୟରେ ସେ କିଛି କହୁଥିଲେ। ଗାଁର ମୁଖ୍ୟ ସମସ୍ୟା ହେଲା ଗାଁର ସ୍କୁଲ ଆଡ଼ିବନ୍ଧ ବୁଡ଼ିବାକୁ ଆଉ ଅଳ୍ପ କିଛି ବାକି ଥିଲା ପାଣି। ସେ ଆଡ଼ିବନ୍ଧ ବୁଡ଼ି ଯାଇଥିଲେ ବୋଧେ ସ୍କୁଲ ଦଣ୍ଡା ଖେଳ ପଡ଼ିଆ ଇତ୍ୟାଦି ସମ୍ପୂର୍ଣ୍ଣ ଘାଇ ହେଇ ଖୋଳି ଯାଇଥାନ୍ତା ଏବଂ ଆମର ଯେଉଁ ସଂଘର୍ଷୀ କ୍ଲବର ଠାକୁର ମଣ୍ଡପ ଅଛି ସେ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏବଂ ଗାଁରେ 2-3 ଦିନ ହେଲା ବିଦ୍ୟୁତ ଆଲୋକ କ'ଣ ଅସୁବିଧା ହେଇଛି, ତେଣୁକରି ସେ ବିଷୟରେ ମଧ୍ୟ ତାଙ୍କଠାରୁ ଶୁଣୁଥିଲେ। ଆପଣମାନେ ଦେଖୁଛନ୍ତି ପ୍ରବଳ ସୁଅ, ଯୁଆଡ଼େ ଅନେକ ପାଣି ହିଁ ପାଣି। ଏଠି ଜଣେ ଆପଣ ଦେଖୁଛନ୍ତି
ମାନେ ପାଣି ପଶିଯିବ ବୋଲି ବନ୍ଧ ଦେଇଛନ୍ତି, ଇଟା ବାଲି ଦ୍ୱାରା ବନ୍ଧ କରିଛନ୍ତି। ये गोटे दुकान घर, दुकान भितर मध्य पानी पशिଯାଇଛି, तेणुकरी दुकान बंद करी दुकानी आसबाब पत्र नहीं घरे रखिछन्ति। ये भद्रलोक जनक ट्यूबवेल को पानी पाई जाइथिले। नदी कूलर दृश्य एठी मध्य प्राय बेके पानी, चारिआडे पानी ही पानी, आपण जुआड़ को चाहिए पानी। तेणुक ये वीडियो माध्यम मु सरकार को अनुरोध करुच्ची, बन्या छाड़गला बन्या विपन्न किसी रिलीफ सामग्री व्यवस्था कले गरीब लोक मैंने बहुत उपकृत होते। पूर्व बन्यार मध्य किसी रिलीफ दि जाए नहीं, केवल गाई गोरू किसी गो खाद्य बंटन कर किंतु रिलीफ दि जाए नहीं। ये वीडियो माध्यम सरकार उच्च कर्तृपक्ष को जनाऊँगी, बन्या पर किसी रिलीफ सामग्री व्यवस्था करूँ। आपण मैंने देखुंत जड़े लोक पिला से प्राय गोटे किलोमीटर दूर आसी पानी नौ, कारण घर निकट जो ट्यूबवेल अच्छी से खराब हो गाँव एकमात्र मेडिसिन स्टोर से बन्या पानी बुड़ी रही। मेडिसिन स्टोर भीतर को पानी पशि जाइए, तेणुक लोक मैंने सामान्य जर थंडा हेले मेडिसिन आने असुविधा होती। आपण मैंने देखुं ये हूँ आम गाँव बट रुद्र मंदिर। देखो बन्यारे भयंकर बन्या, चारिआडे बन्यार जल घेरना रही, घरे घरे पानी पशिला। देखो घरे घरे पानी पशि जाइए, मंदिर अच्छे मंदिर पानी पशिला। एपटे घर द्वार मोर पानी लगी, घर बाहर भारी प्रोब्लेम। बंधुगण पूर्व जदि मो चैनल को सब्सक्राइब कर आज ही चैनल को सब्सक्राइब करदे एवं पाखरे बेल आइकन टी को दाबी देबे।